ସେଇଥିପାଇଁ ତ ଶୁଣିଲା ମାତ୍ରେ ଆମେ ପଳା ଆସିଲୁ ଏପଟ। କହି ହବନି ସମସ୍ତେ ମଦ ପିଉଛନ୍ତି, ମଦ ପିଇଲା ପରେ ବି ସମସ୍ତେ ନଷ୍ଟ ହେଇଯାଉଛନ୍ତି ବୋଲି ସେଇଟା ନାହିଁ। ସଞ୍ଜୟ କୁମାର ନାୟକ। ନାଇଁ ଏପଟ ଆସିଥିଲୁ, ମୁଁ ଆକ୍ଚୁଆଲି କେଉଁଝର ଘର। ଆସିଥିଲୁ ଏପଟ, ଯେତେବେଳେ ଶୁଣିଲୁ ଆମର ଯେଉଁ ସିଙ୍ଗର ଅଛନ୍ତି ହ୍ୟୁମାନ ସାଗର ସେ ମରିଯାଇଛନ୍ତି, ଯେତେବେଳେ କଷ୍ଟ ଲାଗିଲା। ଯେହେତୁ ତାଙ୍କର ଭଲ ଗୀତ ଅଛି, ଭଲ ଗୀତ ବି ଗାଆନ୍ତି, ଆଉ ଏ କଳାକାର ଦୁନିଆରେ ସେ ବହୁତ ଭଲ ଥିଲେ, ଭଲ ଗୀତ ଗାଉଥିଲେ। ତେଣୁ ଯେତେବେଳେ ଶୁଣିଲୁ ସେ ମରିଯାଇଛନ୍ତି, ତେଣୁ ଟିକେ ପଳା ଆସିଲୁ ଆମେ ସେଇ ଏମ୍ସ ହସ୍ପିଟାଲ ପଟକୁ। ହଁ, ଗୀତ ବହୁତ ଭଲ ଲାଗେ, ସେଇଥିପାଇଁ ତ ଶୁଣିଲା ମାତ୍ରେ ଆମେ ପଳା ଆସିଲୁ ଏପଟ। ଗୀତ ହଁ, ନାଇଁ ନାଇଁ, ତାଙ୍କ ଗୀତ ଯେହେତୁ ଗାଉଥିଲେ, ତାଙ୍କ କଣ୍ଠ ତାଙ୍କ ସ୍ୱର ଆଉ କିଏ ନେଇପାରିବେ? କେହି ନେଇପାରିବେ ନାହିଁ। ଯେହେତୁ ସେମାନେ ଥିଲେ, ତାଙ୍କ ସ୍ୱର ତାଙ୍କ କଣ୍ଠ କେହି ନେଇପାରିବେନି। ନାଇଁ ସେଇଟା ତ କହି ହବନି, ସମସ୍ତେ ମଦ ପିଉଛନ୍ତି, ମଦ ପିଇଲା ପରେ ବି ସମସ୍ତେ ନଷ୍ଟ ହେଇଯାଉଛନ୍ତି ବୋଲି ସେଇଟା ନାହିଁ। କିନ୍ତୁ ପିଉଛନ୍ତି, କିଏ କ'ଣ କରୁଛନ୍ତି ସେଇଟା ତ ଆମେ କହିପାରିବାନି, କିଏ କୋଉ ପରିକା ପିଉଛନ୍ତି କ'ଣ କି, ସମସ୍ତଙ୍କର ପିଇବା ଅଲଗା। ଯେ ସେଇଟା ତ କହିପାରିବା ନାହିଁ ଯେ ହଁ ଜଣେ ମଦ ପିଇକିରି ନଷ୍ଟ ହେଇଗଲେ, କହିପାରିବାନି। ନାଇଁ, ନିହାତି ଦୁଃଖ ଲାଗିବ, କାହିଁକି ନା ଯେହେତୁ ତାଙ୍କୁ ଭଲ ଲାଗେ, ଭଲ ପାଉଥିଲୁ, ତାଙ୍କ ଗୀତ ଶୁଣୁଥିଲୁ, ନିହାତି ଦୁଃଖ ଲାଗିବ, କଷ୍ଟ ଲାଗିବ। ଗୀତ ତ ଏମିତି ମନେ ନାହିଁ, କିନ୍ତୁ ତାଙ୍କର ଯେତେବେଳେ ଗୀତ ଦେଖେ, ତାଙ୍କର ଆଲବମ୍ ହଉ ଯୋଉଥିରେ ହଉ ତାଙ୍କ ଫଟୋ ଲାଗିଥାଏ, ତ ତାଙ୍କ ଗୀତ ଶୁଣିବା ପାଇଁ ଭଲ ଲାଗେ।